ବାରିପଦାର ସୁଯୋଗ୍ୟ ସନ୍ତାନ ଉତ୍ତମ ମହାନ୍ତି ଆଜି ଆମ ଗହଣରେ ନାହାନ୍ତି, ହେଲେ ତାଙ୍କ ସ୍ମୃତିରେ ମୟୂରଭଞ୍ଜ ଆଖିରେ ଲୁହ। ପ୍ରତିଟି ବାରିପଦିଆ ମନରେ କୋହ ନେଇ ତାଙ୍କୁ ମନେ ପକାଉଛି। ଉତ୍ତମଙ୍କ ବିୟୋଗରେ ଆଜି ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟା ପ୍ରାୟ 7 ଘଟିକା ସମୟରେ ସେ ପାଠ ପଢ଼ିଥିବା ଏମ୍ପିସି ଜୁନିୟର କଲେଜ ସମ୍ମୁଖରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମନେ ପକାଇଛନ୍ତି ବାରିପଦାବାସୀ। ତେବେ ସ୍ଥାନୀୟ ଗଣେଶ ପୂଜା କମିଟି ଦ୍ୱାରା ଆୟୋଜିତ ଏହି ସ୍ମୃତି ସଭାରେ ତାଙ୍କୁ ଭଲ ପାଉଥିବା ଲୋକେ ଦୀପ ଓ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ସହିତ ମୟୂରଭଞ୍ଜର କଳା ଓ ଅଭିନୟ ଇତିହାସର ଏକ ଅଧ୍ୟାୟ ଶେଷ ହେଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଯାହା ମୁଁ ଗଣେଶ ପୂଜା କମିଟି ଆମର ବଡ଼ ବଜାର ଯୋଉ ଉତ୍ତମ ପାଇଁ କୁନିଆ ପାଇଁ ଯୋଉ ଆଜି ଆମର ଦୀପ ପ୍ରଜ୍ୱଳନ କଲେ ବା ମହମବତୀ ଜାଳି ତାକୁ ଯୋଉ ଗଭୀର ସମ୍ମାନ ଦେଲେ ଏବଂ ତାଙ୍କର କୃତିତ୍ୱକୁ ମନେ ରଖି ଯୁବପିଢ଼ି ଯୋଉ କାର୍ଯ୍ୟ କରିଛନ୍ତି ମୁଁ ସେମାନଙ୍କୁ ଅଶେଷ ଧନ୍ୟବାଦ ଦଉଛି ଏବଂ ଉତ୍ତମ ଭାଇ ପାଇଁ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନ ତାଙ୍କୁ ଯେଭଳିଆ ଭାବରେ ଭଲ ବୈକୁଣ୍ଠପୁରରେ ରଖନ୍ତୁ ତାହା ହିଁ ଆମେ ପ୍ରାର୍ଥନା କରିବା। ଆଜି ମୟୂରଭଞ୍ଜ ପାଇଁ ସବୁଠୁ ଦୁଃଖର ଦିନ। ଏ ଦିନ ପ୍ରକୃତରେ କେବେ ନ ଆସୁ। ସମସ୍ତେ ମୟୂରଭଞ୍ଜ ଆଜି ପ୍ରତ୍ୟେକ ଘରେ କହିତେ ଗଲେ ଖାଇ ବି ନାହାନ୍ତି, କାରଣ ଉତ୍ତମ ଭାଇ କଳା କହିଲେ, ସଂସ୍କୃତି କହିଲେ, ପରମ୍ପରାର ଐତିହ୍ୟ କହିଲେ ଉତ୍ତମ ଭାଇ ଆରମ୍ଭ ହୁଏ, ଉତ୍ତମ ଭାଇ ଶେଷ ହୁଏ। ଯେତେବେଳେ ଗୋଟେ ପିଲା କଳାକାର ଲାଇନକୁ ଆସେ ସେତେବେଳେ ଉତ୍ତମ ଭାଇର ଚିତ୍ର ଦେଖି ସେ ଆସେ, ଏକଥା ସମସ୍ତଙ୍କୁ ଜଣାଅଛି। ତେଣୁ ଆମ ପାଇଁ ସବୁଠୁ ଦୁଃଖର ଦିନ ଆଜି, କାରଣ ଉତ୍ତମ ଭାଇ ଆଜି ଆମ ପାଖରେ ନାହାନ୍ତି। ଆଉ ଗୋଟେ ସବୁଠୁ ବଡ଼ ଜିନିଷ ହେଲା ଉତ୍ତମ ଭାଇର ମୟୂରଭଞ୍ଜିଆ ଆଉ ବାରିପଦିଆ କହିଲେ ଯାହା ଭାଷା ଅଛି, ଯିଏ ଠିଆ ହେଇଗଲେ ମୟୂରଭଞ୍ଜ ଆଉ ବାରିପଦା ବାରିପଡ଼େ ଯାହା ପାଖରୁ ସେ ହେଲା ଉତ୍ତମ ଭାଇ। ଆଉ ସମସ୍ତେ ଆଜି ଦୁଃଖରେ ଅଛନ୍ତି, ବିଶେଷ କରି ୟୁଥ୍ ମାନେ। ଉତ୍ତମ ଭାଇ ଯଦି ବାରିପଦାରେ ଟିକେ ଆସିଥାନ୍ତା, ବହୁତ ଲୋକ ଉତ୍ତମ ଭାଇକୁ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିପାରିଥାନ୍ତେ। ଉତ୍ତମ ଭାଇ ଆସିପାରିଲାନି, ସେଟା ତାଙ୍କ ଘର ଭିତର କଥା, କିନ୍ତୁ ଏଇଠି ରହିକି ସମସ୍ତେ ହୃଦୟରେ ଉତ୍ତମ ଭାଇକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଆଉ ଉତ୍ତମ ଭାଇ ସବୁଦିନ ତାଙ୍କ ନିଖୁଣ ଏବଂ ଜୀବନ୍ତ ଅଭିନୟ ପାଇଁ ପ୍ରତ୍ୟେକ ଦିନ ସେ ଲୋକଙ୍କ ହୃଦୟରେ ରହିବେ, ଏଥିରେ ଟିକେ ହେଲେ ସନ୍ଦେହ ଅବକାଶ ନାହିଁ।